ସାଇ ବାବାଙ୍କ ମୁଖ ନିଃସୃତ କିଛି ପବିତ୍ର ବାଣୀ। ଗାୟତ୍ରୀର ଗୋଟିଏ ଗୋଟିଏ ଅକ୍ଷର ଦେବ ସ୍ୱରୂପ ଏବଂ ଆତ୍ମଶୁଦ୍ଧି ପାଇଁ ଏହାର ଉପାସନା କରିବା ଉଚିତ। ଗାୟତ୍ରୀ ଛାଡ଼ି ଅନ୍ୟ ମନ୍ତ୍ରକୁ ଯିଏ ଜପ କରେ ସେ ରନ୍ଧା ଖାଦ୍ୟକୁ ଛାଡ଼ି ଭିକ୍ଷା ପାଇଁ ବୁଲୁଥିବା ମନୁଷ୍ୟ ସହିତ ସମାନ। ସତ୍ସଙ୍ଗ ତୁମକୁ ଈଶ୍ୱରଙ୍କ ଆଡ଼କୁ ଘେନିଯାଏ, ମାତ୍ର କୁସଙ୍ଗ ତୁମକୁ କର୍ଦ୍ଧାମାକ୍ତ ଗାତରେ ପତିତ କରାଏ। କର୍ମ ଦ୍ୱାରା, ବଂଶ ଦ୍ୱାରା କିମ୍ବା ଧନ ଦ୍ୱାରା ଅମରତ୍ୱ ମିଳେ ନାହିଁ। ତ୍ୟାଗ ଦ୍ୱାରା ହିଁ ଏହା କେବଳ ଲାଭ ଉଠାଯାଏ। ସବୁବେଳେ ଅସନ୍ତୁଷ୍ଟ ରହୁଥିବା ଦୁର୍ଯ୍ୟୋଧନ ପରି ହୁଅନା, ବରଂ ଦାନ କରିଦେଇ ଆନନ୍ଦ ପାଉଥିବା କର୍ଣ୍ଣ ପରି ହୁଅ। ଜୀବନରେ ବହୁତ ଦୁଃଖ, କଷ୍ଟ, ଯାତନା ରହିଛି ହିଁ ରହିବ। ଏଥିରୁ ଉଦ୍ଧାର ପାଇବା ପାଇଁ ଈଶ୍ୱର କୃପା ଲାଭ କରିବାକୁ ଯେତିକି ଆକୁଳ, ଈଶ୍ୱର ତୁମର ଦୁଃଖ ଭାର ଲାଘବ କରିବାକୁ ସେତିକି ଆଗ୍ରହୀ। କେହି ପାପୀ, ଶୈତାନ, ଅକୃତଜ୍ଞ ବ୍ୟକ୍ତି ଯଦି ଏ ଜନ୍ମରେ ସୁଖୀ ଥାଏ, ତେବେ ସେ ପୂର୍ବ ଜନ୍ମରେ କିଛି ପୁଣ୍ୟ କରିଥିଲା। କେହି ପୁଣ୍ୟବାନ ବ୍ୟକ୍ତି ଯଦି ଏ ଜନ୍ମରେ ଦୁଃଖ ଭୋଗୁଥାଏ, ତେବେ ବୁଝିବାକୁ ହେବ ସେ ପୂର୍ବ ଜନ୍ମରେ କିଛି ପାପ କାର୍ଯ୍ୟ କରିଅଛି। ହେଲେ ପାପୀ, ଶୈତାନ, ଅକୃତଜ୍ଞ ଏ ଜନ୍ମରେ ମଧ୍ୟ ନରକ ଯାତନା ଭୋଗ କରିବ। ସକାଳେ ଉଠିବା ସମୟରେ ଆମେ କରୁଥିବା ପ୍ରଥମ ଭୁଲ ନିଦରୁ ଉଠିବା ମାତ୍ରେ ମୋବାଇଲ ଫୋନ ଦେଖିବା। ଏହା ତୁରନ୍ତ ମନ ଉପରେ ଚାପ ଏବଂ ସୂଚନାର ଭାର ବୃଦ୍ଧି କରେ। ଆୟୁର୍ବେଦ ଅନୁସାରେ ଏହା ବାତ ଏବଂ ପିତ୍ତ ଦୋଷକୁ ଅସନ୍ତୁଳିତ କରେ। ସଠିକ୍ ଉପାୟ, ଉଠିବା ପରେ ପ୍ରଥମେ ଆପଣଙ୍କ ମୁହଁରେ ପାଣି ଛିଞ୍ଚନ୍ତୁ। ତାପରେ ଏକ ତମ୍ବା ପାତ୍ରରେ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ। 2 ମିନିଟ ଧ୍ୟାନ କିମ୍ବା ଗଭୀର ନିଶ୍ୱାସ ନେବା। ସୂର୍ଯ୍ୟ ନମସ୍କାର କରନ୍ତୁ। ଏହା ସାରା ଦିନ ପାଇଁ ଶକ୍ତି ପ୍ରଦାନ କରେ। ଜୟ ଶ୍ରୀ ଜଗନ୍ନାଥ।